हाय ସାଙ୍ଗମାନେ ମୁଁ ଟିଟୁ ୱେଲକମ୍ ମାଇ ଚ୍ୟାନେଲ୍। ଆଜି ଆମେ ଡିସ୍କସନ୍ କରିବା ଏସ୍ଏସ୍ସି ସିଲେକ୍ସନ୍ ପୋଷ୍ଟ ବିଷୟରେ। ଆପ୍ଲାଏ କେମିତି କରିବା ଆମେ ଏହି ପ୍ରୋସେସଟାକୁ ଆମେ ଫୁଲ୍ ଦେଖିବା। ଏସ୍ଏସ୍ସି ଯେଉଁ ଆପ୍ ଅଛି ସେ ଆପ୍କୁ ଓପନ୍ କରିବା। ଓପନ୍ କଲା ଆପ୍ ଓପନ୍ ହେଲା ପରେ ତାପରେ କ'ଣ କରିବା ନା ଆପଣ ଆଇଡି ପାସୱାର୍ଡ଼ ଦେଇ ଯେଉଁଟା ରେଜିଷ୍ଟର ଆଗରୁ କରିଥିବେ ସେ ଆଇଡି ପାସୱାର୍ଡ଼ଟା ଏଣ୍ଟର୍ କରିବେ। ଆଇଡି ତୁମର ଯାହା ଥିବ ତୁମେ ସେଇ ଅନୁସାରେ ତୁମେ ଏଣ୍ଟର୍ କରିବ, ପାସୱାର୍ଡ଼ ଦେଇଥିବ। ପାସୱାର୍ଡ଼ ଦେଲା ପରେ ତାପରେ ସେ ତଳେ ତା କ୍ୟାପ୍ଚା ସହ କରିବ, କ୍ୟାପ୍ଚା ଏଣ୍ଟର୍ କରିବ। କ୍ୟାପ୍ଚା ଏଣ୍ଟର୍ ପରେ ତାପରେ ଲଗ୍ଇନ୍ ବଟନ୍ଟା ହିଟ୍ କରିବ, ଲଗ୍ଇନ୍ ବଟନ୍ ତାପରେ ଲୋଡ଼ିଂ କରିବ। ତାପରେ ଆମର ପ୍ରଥମେ ଓପନ୍ ହେଇଯିବ ତା ଇଣ୍ଟରଫେସ୍ଟା। ଓପନ୍ ହେଲା ଡ୍ୟାସବୋର୍ଡ଼ ତଳ ଯେଉଁ ଡ୍ୟାସବୋର୍ଡ଼ ଅଛି ସେ ଯେଉଁ ଡ୍ୟାସବୋର୍ଡ଼ ଯିବେ। ଡ୍ୟାସବୋର୍ଡ଼ ଗଲା ପରେ ପୋଷ୍ଟ ଶୋ କରିଦିଏ ସିଲେକ୍ସନ୍ ପୋଷ୍ଟ ଫେଜ୍ XIV 2026 ଆପ୍ଲାଏ କରିବେ। ତାପରେ ଆପ୍ଲାଏ କଲା ପରେ ତାପରେ ତା ଟର୍ମ ଆଣ୍ଡ କଣ୍ଡିସନ୍ ଯେଉଁଟା ଦେବ ପଢ଼ିଦେବ ବୋଲି ତାପରେ ତୁମ ଡିଟେଲ୍ସଟା ଆସିଥିବ। କାହିଁକିନା ତୁମେ ଆଗରୁ ରେଜିଷ୍ଟର କରିଥିବ ମେନ୍ ଏକ୍ସ କି ଏସ୍ କି ନ କରିବ। ତାପରେ ତୁମ ଗଭର୍ଣ୍ଣମେଣ୍ଟ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କି ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟରେ ତୁମେ ଏମ୍ପ୍ଲୟ ଅଛ କି ନାହିଁ ତୁମେ ଏସ୍ କି ନ କରିବ। ତାପରେ ତା ଯେଉଁ ପୋଷ୍ଟ ମାନେ ସେଣ୍ଟରଟା ଅଛି ତ ଏକ୍ଜାମ୍ ସେଣ୍ଟର ଚୁଜ୍ କରିବ। ତାପରେ ଡିଟେଲ୍ସ ଆସିବ ଏକ୍ଜାମ୍ ସେଣ୍ଟର ତୁମେ କେଉଁ ସେଣ୍ଟର ଓଡ଼ିଶାରେ ଆମର ଯେମିତି ସମ୍ବଲପୁର ଅଛି, ବ୍ରହ୍ମପୁର ଅଛି, ଭୁବନେଶ୍ୱର ଅଛି, କଟକ ଅଛି, ପୁରୀ ଅଛି। ସେ ଅନୁସାରେ ଆପଣ ତୁମ ନିୟରେଷ୍ଟ ସେଣ୍ଟର ଯେଉଁଟା ସେଇଟା ଫାଷ୍ଟରେ ସେଇଟା ଦେବେ। ଆମ ନିୟର ପାଖରେ ଯେଉଁଟା ହେଇଥିବ ତାପରେ ସେକେଣ୍ଡଟା ଯଦି ତା ପାଖ ସେଇ ଅନୁସାରେ ତୁମେ ପ୍ରଥମ ତୃତୀୟ ଦେବେ। ତୃତୀୟ ଦେଲା ପରେ ତାପରେ ଡିଟେଲ୍ସ ଶୋ କରିବ। ତୁମେ କାଟାଗୋରୀ ଚୁଜ୍ କରିବ। କାଟାଗୋରୀ ଚୁଜ୍ କଲେ ତୁମେ SCP ମାନେ ବହୁତ ମାନେ ଗୋଟେ ବେଞ୍ଚ ଡିସେବିଲିଟି ହେଇଥିବ, ଜଣେ ଦୁଇ ହାତ କାମ କରୁନଥିବ, ଏଜ୍ କରିବ କିମ୍ବା ନ କରିବ। ତାପରେ ତୁମ ସବୁ ଡିଟେଲ୍ସ ପଢ଼ିକି ଦେବ। ତାପରେ ସେଠି କ'ଣ କରିବ ନା ତୁମ ଆଡ଼ଭାର୍ଟାଇଜମେଣ୍ଟ ଓପନ୍ କରିବ। ଆଡ଼ଭାର୍ଟାଇଜ୍ ଓପନ୍ କଲା ପରେ ତାପରେ ତୁମ ରିଜନ୍ ଅନୁସାରେ ତୁମ କାଟାଗୋରୀ ଅନୁସାରେ ପୋଷ୍ଟ ଅଛି କି ନାହିଁ, ସେ ପୋଷ୍ଟ କ୍ୱାଲିଫିକେସନ୍ କ'ଣ ଅଛି ତା କୋଡ଼୍ କ'ଣ ନୋଟ୍ କରିଥିବ। ନୋଟ୍ କଲା ପରେ ତାପରେ ଏଇଠି ଆସିବ ତୁମ ରିଜନ୍ କେଉଁ ରିଜନ୍ ପକାଇବ ସେଇ ରିଜନ୍ଟା ଚୁଜ୍ କରିବ। ତାପରେ ପୋଷ୍ଟ କୋଡ଼୍ଟା ସେ ଅନୁସାରେ ତୁମେ ଲେଖିଦେଇଥିବ ଆଗରୁ, ସେଇଟା ଆଗେ ଆଡ଼ଭାର୍ଟାଇଜମେଣ୍ଟ ଦେଖିକି ତାପରେ ଲେଖିଦେବ। ସେଇ ଅନୁସାରେ ପୋଷ୍ଟ ଦେବ। ପୋଷ୍ଟ ଦେଲା ପରେ ତା'ର ମାନେ ଏଲିଜିବିଲିଟି ଦେଖିଦେବ। ଏଇ ପୋଷ୍ଟର ଏଇଆ ଦରକାର, ସେ ଏଲିଜିବିଲିଟିଟା ଶୋ କରିବ ସେଇଠି ଦେଖିଦେବ। ଚେକ୍ କଲା ପରେ ତାପରେ ଠିକ୍ ଅଛି ତାପରେ ଟିକ୍ କରିବ। ତାପରେ ଟିକ୍ କଲା ପରେ ତାପରେ ମାନେ ତୁମେ ଯଦି ଆଉ କିଛି ଏସେନ୍ସିଆଲ୍ କ୍ୱାଲିଫିକେସନ୍ ଅଛି, ତୁମର ଏକ୍ସଟ୍ରା କିଛି କ୍ୱାଲିଫିକେସନ୍ ଅଛି ତାହେଲେ ଏସ୍ କରିବ କିମ୍ବା ନ କରିବ। ସେଇଟା କଲା ପରେ ତାପରେ କ'ଣ କରିବ ନା ଆପଣ ଏଇଠି କଥା ଗୋଟେ ନୋଟିସ୍ କରନ୍ତୁ। ଦେଖ ଆପଣ ଯେତେବେଳେ ଗୋଟେ ପୋଷ୍ଟ ସିଲେକ୍ଟ କରୁଛନ୍ତି ତାପରେ ତା ଭଲ ଭାବରେ ଦେଖିଦିଅନ୍ତୁ ତା ଯେଉଁ ପୋଷ୍ଟର ସେ ଯେଉଁ କ୍ୱାଲିଫିକେସନ୍ ଏଇଟା ଆପଣ କରିଛନ୍ତି କି ନାହିଁ, ଆପଣ କ୍ୱାଲିଫିକେସନ୍ ଅଛି କି ନାହିଁ ଆପଣ ଭଲକି ଚେକ୍ କରନ୍ତୁ। ଯେମିତି ମୁଁ କୋଡ଼୍ ଦେଲି ସେଇ କୋଡ଼୍ ଅନୁସାରେ ଏଇ କ୍ୱାଲିଫିକେସନ୍ଟା ହେଉଛି ମୁଁ ଅଛି କି ନାହିଁ ଏଇଟା ଭଲକି ଚେକ୍ କରନ୍ତୁ। ଯଦି ନାହିଁ ତାହେଲେ ଯାଇ ଚେଞ୍ଜ କରନ୍ତୁ, ଯଦି ଅଛି ତାହେଲେ ଠିକ୍ ଅଛି ତାପରେ ଆଗକୁ ନେକ୍ସଟ କରନ୍ତୁ। ସେଇ ଅନୁସାରେ ମୁଁ ଏଇଟା ଦେଖିଲି ମୋର ସେମିତି ବ୍ୟାଚଲର ଡିଗ୍ରୀ ଏମିତି ଅଛି କି ନାହିଁ ମୁଁ ସବୁ ଚେକ୍ କଲି। ମୁଁ ଚେକ୍ କଲା ପରେ ତାପରେ କ'ଣ କଲି ନା ତାପରେ ଠିକ୍ ଅଛି ତାହେଲେ ମୁଁ ଡିଟେଲ୍ସ କରିଦେଲି। ତାପରେ ଠିକ୍ ଅଛି ନାହିଁ ତାହେଲେ ପୋଷ୍ଟର ମୋର ଏକ୍ସପିରିଏନ୍ସ ନାହିଁ, ସେଇ ଅନୁସାରେ ସେଇଥିପାଇଁ ଏ ପୋଷ୍ଟଟା ମୋ ପାଇଁ ଠିକ୍ ନୁହଁ। ତାପରେ ମୁଁ ପୋଷ୍ଟ ଚେଞ୍ଜ କଲି। ସେ ଅନୁସାରେ ମୁଁ ଯିବି ସବୁବେଳେ ଗୋଟେ ପୋଷ୍ଟ ଆଉ ଗୋଟେ ଦେଖିଲି ଆଉ ଗୋଟେ ଚୁଜ୍ କଲି। ଏଇଟା ମାଟ୍ରିକୁଲେସନ୍ ଦେଖାଉଛି କ'ଣ ଦେଖାଉଛି ସେ ଅନୁସାରେ ଆପଣ ଯେଉଁ ଅନୁସାରେ ଚୁଜ୍ କରିବେ ତାକୁ ମାନେ ଆପଣ ଥିବା ଦରକାର କ୍ୱାଲିଫିକେସନ୍ ହେଲା ପରେ ତାପରେ ସେଇଟା ସବମିଟ୍ କରିବେ। ସବମିଟ୍ କଲା ପରେ ତାପରେ ଦେଖିବ ସକ୍ସେସଫୁଲ୍ ହୋଇଗଲା। ତାପରେ ତା'ର ଆସିବ ଆଧାର ଅଥେଣ୍ଟିକେସନ୍ ସେଟା କରିବାକୁ ଗୋଟେ ଆସିବ। ସେମିତି ତୁମ ଫେସ୍ ଅନୁସାରେ ଫେସ୍ ଦେଇକି ଭଲ କ୍ଲିୟର୍ ଲାଇଟ୍ ଏରିଆ କି ନାହିଁ ତୁମ ଆଧାର ଫେସ୍ ଅଥେଣ୍ଟିକେସନ୍ କଲା ପରେ ତାପରେ ସକ୍ସେସଫୁଲ୍ ହେଇଯିବ। ତାପରେ ନେକ୍ସଟ କରିବ। ନେକ୍ସଟ କଲା ପରେ ତାପରେ ଡକୁମେଣ୍ଟ କିଛି ଅପଲୋଡ଼ କରିବାକୁ ମାଗିବ। ଯେମିତି ତୁମେ କ୍ୟାପଚର ଲାଇଭ୍ ଫଟୋ ମାନେ ତୁମ ଫଟୋଟାକୁ ତୁମେ କ୍ୟାପଚର କରିବ। କେମିତି କରିବ ନା ତୁମେ ଗୋଟେ ଲାଇଟ୍ ଏରିଆ କରିଯିବ ମାନେ ବ୍ୟାକ୍ଗ୍ରାଉଣ୍ଡଟା ତୁମର ନିଟ୍ ଆଣ୍ଡ କ୍ଲିନ୍ ଥିବା ଦରକାର। ମାନେ
ଗୋଟେ ଗୋଟେ କାନ୍ଥକୁ ପଳେଇବେ। କାନ୍ଥର ଯେକୌଣସି କଲର୍ ହ୍ୱାଇଟ୍ କିମ୍ବା ବାଇଗଣି ଦେଲା ପରେ ତାପରେ ସମସ୍ତେ ସେ ନେଇଯିବ, କ୍ୟାପଚର୍ ହେଇଯିବ। ତାପରେ ନେକ୍ସଟ ଦେଖିବେ, ତାପରେ ସେଟା ହେଲା ପରେ ତାପରେ ତୁମ ସିଗ୍ନେଚର୍ ଆସିବ। ତୁମ ସିଗ୍ନେଚର୍ ଅନୁସାରେ ତୁମେ ସେତିକି କେବି ମାନେ ତାର ଦେଇଥିବ, ଏତିକି କେବି 20 କେବି ଭିତରେ ସବୁ ଅପଡ଼େଟ୍ ପାଇଁ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ରଖନ୍ତୁ।